ମୁଁ ଡିଟେକ୍ଟିଭ ରମାକାନ୍ତ। ନିଶାମୁଖ ସମୟେ କାର୍ଯ୍ୟାଳୟରେ ଏକାନ୍ତରେ ବସି ମେଜିଆ ଉପରେ ଥିବା ସଂଗଣକରେ ମୁଁ କରୁଥିଲି ରାଜୀବ ଦୀକ୍ଷିତଙ୍କ ଭିଡ଼ିଓ ଅନୁସନ୍ଧାନ। ବିହଙ୍ଗମାନେ ସୁମଧୁର କାକଳିରେ ପରିବେଶକୁ ପ୍ରକମ୍ପିତ କରି ପ୍ରତ୍ୟାବର୍ତ୍ତନ କରୁଥିଲେ ନିଜର ନୀଡ଼କୁ। ଆଜି ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ତେଣୁକରି ସାମାନ୍ୟତମ ତମସାର ଆଗମନ ମାତ୍ରେ ଗଗନରେ ଚନ୍ଦ୍ରମା ନିଜର କାୟା ବିସ୍ତାର କରିସାରିଥିଲା। ଆଉ ତାର ଶୀତଳ ଶଶୀ ପାଇ ଉତ୍ତପ୍ତ ଧରଣୀମା ଶୀତଳିତ ହୋଇଯାଇଥିଲା। ଏକାନ୍ତରେ ବସିବା ଅପେକ୍ଷା ରାଜୀବ ଦୀକ୍ଷିତଙ୍କ ଭିଡ଼ିଓ ଦେଖିବା 100 ଗୁଣା ଭଲ। ମୁଁ ଯେତେବେଳେ ବି ଏକାନ୍ତରେ ବସିଥାଏ ରାଜୀବ ଦୀକ୍ଷିତଙ୍କ ଭିଡ଼ିଓଟି ପ୍ରାୟତଃ ସବୁ ସମୟରେ ମୁଁ ଶୁଣି ଚାଲିଥାଏ। ଆଜି ବୋଧେ କିଛି ମାମଲା ଆସିବାର ନାହିଁ। ଏ କିଛି ଦିନ ହବ ମୋ ହାତରେ କିଛି ବି ମାମଲା ନାହିଁ। ହଉ ଚାଲୁ, ଯାହା ଚାଲିଛି ଚାଲିଥାଉ। ଦୂରରୁ ଦେଖିଲି କେହି ଜଣେ ଗାଡ଼ି ଆଣିକି ମୋରି କାର୍ଯ୍ୟାଳୟ ଆଡ଼କୁ ଆସୁଛନ୍ତି। ଗାଡ଼ି ଭିତରୁ ସେ ବାହାରିବା ପରେ ମୁଁ ଜାଣିବାକୁ ପାଇଲି ସିଏ ହେଉଛନ୍ତି ମୋନାଲିସା ମିଶ୍ର, ଏକ ଘରୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ମୋନାଲିସା ମିଶ୍ର। ମୋନାଲିସା ଦେବୀଙ୍କର ମୋ ପାଖରେ କାମ କ'ଣ? ସିଏ ଏଠାକୁ ବା କାହିଁକି ଆସିଲେ? ସେ ଯାହା ବି ହେଉନା କାହିଁକି, ଯେତେବେଳେ ମୋନାଲିସା ଦେବୀ ମୁଖ୍ୟ ଫାଟକ ଦେଇ ଭିତରକୁ କରିଲେ ପ୍ରବେଶ, ତତ୍କ୍ଷଣାତ୍ ମୁଁ ଚୌକିରୁ ଉଠି ଯାଇଥିଲି। ସିଏ କିନ୍ତୁ ମୋତେ ଆଶ୍ୱାସନା ଦେଇ କହିଲେ, ବସ ରମାକାନ୍ତ, ବସ। ମୋନାଲିସା ଦେବୀ, ମୋ ପାଖରେ କ'ଣ କିଛି କାମ ଥିଲା? ହଁ, ଡିଟେକ୍ଟିଭ ରମାକାନ୍ତଙ୍କ ପାଖେ ପୁଣି କାହାର କାମ ନାହିଁ? ସେଥିରୁ ମୁଁ କ'ଣ ବାଦ ପଡ଼ିଥାନ୍ତି? ଆରେ ମୋ ପାଖରେ ଆପଣଙ୍କର ପୁଣି ଏମିତି କି ଜରୁରୀ କାମ ପଡ଼ିଲା ଯେ ବିନା ଫୋନ୍ରେ ଆପଣ ହଠାତ୍ ମୋ କାର୍ଯ୍ୟାଳୟରେ ଆସି ପହଞ୍ଚିଗଲେ? ଘରକୁ ତ ଡାକି ପାରିଥାନ୍ତେ। ଆପଣ ଯେପରି ବ୍ୟସ୍ତବହୁଳ ଲୋକ, ଆପଣଙ୍କୁ ଡାକିଲେ ଆପଣ କ'ଣ ଆମ ଘରକୁ ଯିବେ? ଆରେ ଆରେ ସେଥିରେ କ'ଣ ଅଛି? ଯେତେବେଳେ କାମ ଥିବ ହୁଏତ ମୁଁ ନ ଯାଇପାରେ, କିନ୍ତୁ କାମ ନଥିଲା ସମୟରେ ମୁଁ ନିଶ୍ଚୟ ଯାଇଥାନ୍ତି। ଆଉ ଛାଡ଼ନ୍ତୁ ସେ କଥା। କ'ଣ ପାଇଁ ଆସିଛନ୍ତି କୁହନ୍ତୁ ତ? ଡିଟେକ୍ଟିଭ ରମାକାନ୍ତ, ତମେ ହେଉଛ ଏକାଧାରାର ଜଣେ ଡିଟେକ୍ଟିଭ, ପୁଣି ଗୋଟେ ବହୁତ ବଡ଼ ପୋଲିସ ଅଫିସର, ଆଉ ଜଣେ ଶିଶୁ ମନସ୍ତତ୍ତ୍ୱବିତ୍, ମାନେ ମନୋବିଜ୍ଞାନୀ କହିଲେ ବି ତମକୁ କିଛି କମ୍ ହେବନି। ସବୁ ହେଉଛି ତମର ବୃଥା ପ୍ରଶଂସା ମୋନାଲିସା ଦେବୀ। ଆରେ ଛାଡ଼ନ୍ତୁ ସେ କଥା, କୁହନ୍ତୁ ତ କ'ଣ ପାଇଁ ଆସିଛନ୍ତି? ମୁଁ ଆସିଥିଲି ଗୋଟେ ଘଟଣାକୁ ନେଇକି। ଘଟଣା? ମାନେ ଆପଣଙ୍କ ସହିତ କ'ଣ କିଛି ଦୁର୍ଘଟଣା ଘଟିଛି କି? ଆରେ ବାରମ୍ବାର କାହିଁ ସେ ଆପଣ ଆପଣ କହି ଚାଲିଛ ମୋତେ କହିଲ? ତମେ ମୋର କଲେଜ ବେଳର ସାଙ୍ଗ, ପ୍ଲିଜ୍ ସେ ଆପଣ କହିବା ବନ୍ଦ କର, ତମେ କୁହ। ରିଲାକ୍ସ। ହଉ ଠିକ୍ ଅଛି, ମୁଁ ଏବେ କହୁଛି। ମୋନାଲିସା ଦେବୀ, ମୋ ପାଖକୁ ଆସିବାର ଅଭିପ୍ରାୟ ବା କିସ? ଦୟା ବହି କାରଣ କରନ୍ତୁ ପରିପ୍ରକାଶ। ଓହୋ, ସେ ଗୀତିନାଟ୍ୟ ଷ୍ଟାଇଲ୍ ଟିକେ ଛାଡ଼। ମୁଁ ଆସିଛି ଯେଉଁ କେସ୍ରେ ଶୁଣିଲେ ତମ ମଥା ବି ଘରିଯିବ ରମାକାନ୍ତ। ମାନେ ମୋ ମଥା ଘୁରିଯିବ? ଡିଟେକ୍ଟିଭ ରମାକାନ୍ତର ମଥା ଘୁରିଯିବ? କିନ୍ତୁ କ'ଣ ପାଇଁ? ବିକଜ ହ୍ୱାଏ? କାହିଁକି? ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୋନାଲିସା ଦେବୀଙ୍କର ପୁଣି ଏମିତି କ'ଣ ଅସୁବିଧା ହେଲା ଯେ ସେ ପୁଣି ମୋ ଭଳି ଏକ ଡିଟେକ୍ଟିଭ ପାଖକୁ ଆସିଲେ? ମୋନାଲିସା ଦେବୀ କହିବା ଆରମ୍ଭ କଲେ, ମୋ ଝିଅ କୃଷ୍ଣା କଥା ମୁଁ କହୁଛି। କୃଷ୍ଣା? ଓ, କେହି ନିହାତି ତାକୁ ଅଫଲାଇନ୍ ହଉ ବା ଅନଲାଇନ୍ ଜରିଆରେ ଦୁର୍ବ୍ୟବହାର କରିଛି। ଠିକ୍ ଅଛି, ଆପଣ ଯାହାକୁ ବି ସନ୍ଦେହ କରୁଛନ୍ତି ତା ନାଁ ଦେଇପାରନ୍ତି। ମୁଁ ତଦନ୍ତ କରି ନିହାତି ଦୋଷୀକି ହାଜତରେ ପୁରେଇବି। ନା 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 ରମାକାନ୍ତ, ଘଟଣା ସେୟା ନୁହେଁ।
ସେଇ କୃଷ୍ଣା ହିଁ ଆମ ମୁଣ୍ଡ ବିନ୍ଧାର କାରଣ ହେଇଯାଇଛି। ଖାଲି ଆମର ନୁହଁ, ଆମ ପାଖ ପଡ଼ିଶା ଲୋକଙ୍କର ମଧ୍ୟ। କ'ଣ କହୁଛ ମୋନାଲିସା ଦେବୀ? କୃଷ୍ଣା? ଛୋଟ ଝିଅ କୃଷ୍ଣା ତମ ମୁଣ୍ଡ ବିନ୍ଧାର କାରଣ ହେଇଛି, ଆଉ ପୁଣି ପଡ଼ିଶା ଘର ଲୋକଙ୍କର ମଧ୍ୟ ମୁଣ୍ଡ ବିନ୍ଧାର କାରଣ ହେଇଛି? ଏମିତି କ'ଣ ଘଟଣା? ଆମ ପଡ଼ିଶା ଘରେ ସୌରଭ ବାବୁ ରହୁଛନ୍ତି, ଆପଣ ତାକୁ ଜାଣନ୍ତି? ହଁ, ମୁଁ ଚିହ୍ନିଛି। ସୌରଭ ବାବୁ ବିଖ୍ୟାତ ବ୍ୟବସାୟୀ। ତାଙ୍କ ବାପା ଜଣେ ଭଲ IAS ଅଫିସର ଥିଲେ। କିଛି ମାସ ତଳେ ତାଙ୍କ ଘରକୁ ମୁଁ ଯାଇଥିଲି ଅବଶ୍ୟ, ତାଙ୍କ ସାନ ପୁଅର ମାନସିକ ଚିକିତ୍ସକ ସାଜିକି। ତାଙ୍କ ସାନ ପୁଅ କିଛି ଦିନ ବିହେଭ୍ କରିଥିଲା ଚୁପଚାପ ରହିବା ବା କାହା ସାଙ୍ଗେ କଥା ନ ହେବା, ଏକା ରହିଲେ କାନ୍ଦିବା, ଏଇଭଳି କିଛି ଆଚରଣ ସେ କରୁଥିଲା। ତେଣୁକରି ଜଣେ ଶିଶୁ ମନସ୍ତତ୍ତ୍ୱବିତ୍ ହିସାବରେ ସେମାନେ ମୋତେ ଡାକିଥିଲେ, ଆଉ ମୁଁ ସେଠାକୁ ଯାଇଥିଲି। ଆଉ ତଦନ୍ତ କରି ଆପଣ ଜାଣିବାକୁ ପାଇଲେ ଯେ ଗୋଟେ ଟ୍ୟୁସନ୍ ଶିକ୍ଷୟିତ୍ରୀ ଦ୍ୱାରା ସେ ଟର୍ଚର ହେଇଛି ଶାରୀରିକ ଓ ମାନସିକ ଭାବେ। ତାପରେ ସେ ଟ୍ୟୁସନ୍ ଟିଚରକୁ ମୁଁ ଜେଲରେ ପୁରେଇଲି, ଆଉ ସେ ପିଲାର ମାନସିକ ଚିକିତ୍ସକ ସାଜିଲି। ଆଉ ସେ ପିଲା ଭଲ ହେଇଗଲା, ଆଉ ଏବେ କ୍ରିକେଟ ଖେଳରେ ପୁରସ୍କୃତ ହେଇଛି। ସେ ପୁଅଟିର ନାଁ ହେଉଛି ନିମାଇ। ସରିଲା? ହଁ, ଯଦି ନିମାଇକି ଆପଣ ଭଲ କରିଦେଇ ପାରିଲେ, ତମେ ଭଲ କରିଦେଇ ପାରିଲ, ମୋ ଝିଅ କୃଷ୍ଣାକୁ ଟିକେ ଆଟଲିଷ୍ଟ ଭଲ କରିବାକୁ ଚେଷ୍ଟା କର। ତାର ତ ଟିକେ ମାନସିକ ଚିକିତ୍ସକ ସାଜ, ତାର ପୁଣି ମାନସିକ ଚିକିତ୍ସକ ମୁଁ ସାଜିବି। ଘଟଣାଟା ମୋତେ କୁହ। ମୋ ଝିଅ କୃଷ୍ଣା ସିଏ କିଛି ଦିନ ହେବ ଗୋଟେ ଅଦ୍ଭୁତ କାହାଣୀ କହୁଛି। ମୁଁ ପୁରା କାହାଣୀଟା କହୁଛି, ତମେ ଧ୍ୟାନର ସହ ଶୁଣ। ମୋ ଝିଅ କୃଷ୍ଣା ସିଏ ଆମ ପାଖ ପଡ଼ିଶା ଘରର ସୌରଭ ବାବୁଙ୍କର ଝିଅ ପୂଜା ଓ ପୁଅ ଚିକୁ ଓ ନିମାଇ ସହିତ ସବୁଦିନ ଖେଳିବାକୁ ଯାଏ। ଖେଳରେ ଖେଳରେ ବହୁତ ପ୍ରକାରର ଖେଳ ସେମାନେ ଖେଳନ୍ତି। କିନ୍ତୁ କିଛି ଦିନ ତଳେ ଶୋଇବା ସମୟରେ ରାତିରେ କୃଷ୍ଣା ଗୋଟେ ଅଦ୍ଭୁତ କଥା କହିଲା। ସିଏ କହୁଛି ଯେ ମାମା ତମେ ଜାଣିଛ, ଏଇ ଯେଉଁ ନିମାଇ, ଚିକୁ ଆଉ ପୂଜା, ଏମାନେ ମୋର ଗଲା ଜନ୍ମରେ ଭାଇ ଭଉଣୀ ଥିଲେ। ମୁଁ ଏମାନଙ୍କର ପିଇସି ନାନୀଙ୍କର ଝିଅ ହେଇଥିଲି। ମୋ ନାଁ ଥିଲା ଆକାଂକ୍ଷା। ଆମେ ବହୁତ ଭଲରେ ରହିଥିଲୁ। ଆମର ଗୋଟେ ହସ ଖୁସିର ପରିବାର ଥିଲା। ସେତେବେଳେ ଏଇ ଝିଅ ପୂଜାର ନାଁ ଥିଲା ସରୋଜିନୀ, ଏଇ ପୁଅ ଚିକୁର ନାଁ ଥିଲା ସାଇ ଓ ଏଇ ପୁଅ ନିମାଇର ନାଁ ଥିଲା ସ୍ମୃତି। ସ୍ମୃତି ଥିଲା ମୋର ରବର କଣ୍ଢେଇଟା। ପୁରା ତ ଗୋଟେ ମୋର ରବର କଣ୍ଢେଇ, ତାକୁ କମ୍ ଛାତିରେ ମୁଁ ଚାବୁଡ଼ି ଧରେ, କମ୍ ତାକୁ ମୁଁ ଗେଲ କରେ। କେତେ ସୁନ୍ଦର ଛୁଆଟେ ସେ, ଭାରି ବଢ଼ିଆ ଛୁଆଟେ ନା। କିନ୍ତୁ ଆମର ଏଇ ଖୁସିବାସିର ସଂସାର ବେଶୀ ଦିନ ରହିଲାନି ମା। କାଶ୍ମୀରରେ ଆମେ ଯାଇଥିଲୁ ଜନ୍ମାଷ୍ଟମୀରେ କୃଷ୍ଣ ମନ୍ଦିରକୁ ପୂଜା କରିବା ପାଇଁ। ସେଇଠି ସେମାନେ ଆମକୁ ମାରିଦେଲେ। ମୋ ଜେଜେବାପା ଗୋଟେ ବହୁତ ବଡ଼ ସ୍ୱାଧୀନତା ସଂଗ୍ରାମୀ ଥିଲେ। ମୋ ବାବା ମୋ ମାମୁଁ ଗୋଟେ ବହୁତ ବଡ଼ ମିଲିଟାରୀ ଅଫିସର ଥିଲେ। ମୋ ମା ମମତା ମିଶ୍ର ଜଣେ ଗୋଟେ ଭଲ ସଙ୍ଗୀତ ଶିକ୍ଷୟିତ୍ରୀ ଥିଲେ। ପିଲାବେଳୁ ମୋ ବାପା ନଥିଲେ, ଆଉ ମୋ ଜେଜେବାପା ଅଖିଆ ଅପିଆ ସେଇ ଘରେ ପଡ଼ିକି ମରିଗଲେ। ଏବେ ବି ତାଙ୍କ ଆତ୍ମା ସେଇଠି ଘୁରି ବୁଲୁଥିବ ଅଶାନ୍ତି। କ'ଣ ଏସବୁ ମୁଁ ଶୁଣୁଛି? ସ୍ତବ୍ଧ ହେଇଯାଇଥିଲି କିଛି ସମୟ ପାଇଁ। ମୁଁ ଗୋଟେ ଛୋଟ ଛୁଆ ଏପରି କଥାବାର୍ତ୍ତା କରୁଛି, ତାର ପୁଣି ଗୋଟେ ପରିବାର ଥିଲେ। ମୋନାଲିସା ଦେବୀ, ଆପଣ ଟିକେ ଥଣ୍ଡା ମୁଣ୍ଡରେ ଚିନ୍ତା କରନ୍ତୁ। ସେ କୌଣସି ଏମିତି ଚଳଚ୍ଚିତ୍ର ଦେଖିଛି କି, ବା ଆପଣ ତାକୁ କେବେ ଏମିତିଆ କାହାଣୀ କହିଛନ୍ତି? ନା ରମାକାନ୍ତ, ମୁଁ କିଛି ବି ଏମିତିଆ କାହାଣୀ କହିନି କି ମୋ ଜାଣିବାରେ ସେ ଏମିତି କିଛି ବି ଚଳଚ୍ଚିତ୍ର ଦେଖିନି। ମୋ ଲାପଟପରେ ଯେଉଁ ଚଳଚ୍ଚିତ୍ର ସବୁ ଅଛି ସେଇ ଚଳଚ୍ଚିତ୍ର ସେ ଦେଖିଛି। ସେଥିରେ ତ ଏମିତିଆ ଚଳଚ୍ଚିତ୍ର କିଛି ବି ନାହିଁ। ଆରେ ତମ ଲାପଟପରେ ନଥାଇପାରେ, ସେ ଟିଭିରେ ବା ଫୋନରେ ଦେଖିଥିବ। ଆରେ ନା ରମାକାନ୍ତ, ଟିଭିରେ କି ଫୋନରେ ସେମିତି ଚଳଚ୍ଚିତ୍ର କିଛି ବି ଦେଖିନି। କ'ଣ ଏସବୁ ମୁଁ ଶୁଣୁଛି? ମୋ ଡିଟେକ୍ଟିଭ କ୍ୟାରେକ୍ଟରରେ ମୁଁ ପ୍ରଥମ କରି ବୋଧହୁଏ ଏମିତିଆ କେସ୍ର ସମ୍ମୁଖୀନ ହେବାକୁ ଯାଉଛି। କାରଣ ପୂର୍ବରୁ ମୁଁ କେବେ କୌଣସି ପୂର୍ବଜନ୍ମ କଥାକୁ ମନେ ପକାଉଥିବା ପିଲାର ମାନସିକ ଚିକିତ୍ସକ ସାଜି ନଥିଲି। ମୋନାଲିସା ଦେବୀ, ଆପଣଙ୍କ କହିବା କଥା ଯଦି ସତ ହୋଇଥାଏ, ଆଚ୍ଛା ଆଉ ଗୋଟେ କଥା କୁହନ୍ତୁ। ଆପଣ ସିନା ତାକୁ କହିନାହାନ୍ତି, ବିଦ୍ୟାଳୟରେ ସେ ତ ଏପରି କାହାଣୀ କିଛି ଶୁଣିଥିବ? ନା, ମୁଁ ଯେତିକି ପଚାରିଛି ବିଦ୍ୟାଳୟରେ ସେ ଏମିତି କାହାଣୀ କିଛି ବି ଶୁଣିନି। ଆଚ୍ଛା, ଆପଣଙ୍କ ପଡ଼ିଶା ଘର ଲୋକଙ୍କର ସେ ଏଇ କାହାଣୀ ଶୁଣେଇଛି? ହଁ, କିନ୍ତୁ ସେମାନେ କହୁଛନ୍ତି ଯେ ଆପଣଙ୍କ ଝିଅ ପାଗେଳି ହେଇଯାଇଛି ବା ତା ଦେହକୁ ଆତ୍ମା ପଳେଇ ଆସିଛି ବୋଲି। ଆଚ୍ଛା,
जो छुआ मान ना से कहूँ सेमाने कौन ये कहानी विषय किसी कहि पारछंती ना सेमान तो किसी कहि पारु नांती। मामलाटा पूरा अलग प्रकार हो गला। शुण मनलेशा देवी आसंता काली प्रभातरू मु निश्चय तुम गृह को जीवी। शुण सेते पर्यंत तुम झील को किसी भी मानसिक भाव हारास है भाई बिहेव करेंगे नहीं। आउ गोटे कथा मुझे कहीदे आसंता काली तुम झील को तार पढ़ा घरे बसई मु निश्चय जाई सेठारे पहुँचबी। मो आखि कि आउ निद आसिलानी से दिन दिव्य जीवन ऋषि श्री अरविंदंकर रचित एक पुस्तक तार द्वितीय भागरे मु पढ़ी ए जन्मरे मध्य जणे पूर्व जन्म कथा को स्मरण करि परिबो। ता माने कोन कृष्ण जीवन रे जा घटना घटी सत सतरे कोन गला जन्म से थिला आकांक्षा ना यह एक काल्पनिक कहानी सीता मां को सुनाऊची। से जहाँ भी हो मते जीवाकू पड़िबो। से दिन रजनी रे दुई नेत्र को मोर निद्रा आसुनथला। ब्राह्म मुहूर्त हब सामान्यतम आखिटे मोर लगी जाइछि। आखि लागिला पर ये कि विचित्र भयंकर स्वप्न। प्रथमे मो कान को सुगा जाइथला एक विकटाल आवाज। स्तब्ध आपाद मस्तक मोर खाली घूरीपा लगुला से विकटाल नाद शुणा परी कहार ये कुहुकिनी स्वर कहीं मते व्यतिव्यस्त कर दौचे स्वर। आज वर्षा पागरे भी सुधा मो देहरु गम गम हे झाड़ बाहरी जाउथला। मु देखुथे गोटे परिवार टी जड़े वृद्ध आ जड़े वृद्धि जड़े युवक आ जड़े युवती आ जड़े विधवा युवती आ सेमानंकर कुनी कुनी पिला माने। तापर दृश्य थला खूब भयंकर। गोटे कृष्ण मंदिर होईची समस्ते पूजा अर्चना व्यस्त अछंती। आतताईर बम ब्लास्ट होउची आउ घटनास्थल रे समस्ते मरी जाउचंती। किंतु गोटे झीटे उलग्न अवस्था पड़ी खंड विखंड शबतार चारिआड खेले ही पड़ी। तापर दृश्य आहुरी भयंकर। खाली दृश्य भयंकर नथिला कर्कश स्वरटीए बाजिथिला मो कर्ण देश रे। आकांक्षा आकांक्षा पानी पानी पानी। सते जेपरी गोटे वृद्ध पानी पानी बेली चित्कार करुची आउ सेठार से मरी जाउची। तार्थ होला से घरे पड़ी रही से मरी जाइछि कंकाल पलटि जाइछि से। आपर मो निद भांगी जाइथिला। मो चारिआड को देखिली सब किछि नॉर्मल। पूर्व देशे सिंदूरा फाटी जाइछि। रविंकर तोफा किरण धरणी मार वक्ष देश पड़ सारी सब किछि ठीक ठाक अच्छी। आपरे मो गत रातिर समस्त कथा भाविली। टिके रिलैक्स हवा परे मो चलली मोनालिसा देवी घर को। मोनालिसा देवी घरे जाई पहुंची जाइथिली। मो तांको झियो पढ़ा घरे आसी बस सारी। मो तत्क्षणात ताकू पाखु डाकी पचारि कृष्णा एबे तुमको केमती लगुच अंकल नमस्कार। हेला 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 माँ एबे केमती लगुच देह ठीक ठाक अच्छी। आउ तुम सांग माने से माने आज मुझे घर को जाइनी से शोई पड़े तीन जन। काली गोटे जगह को भोजी रे जाइथिले तो आउ मु अवश्य मो देह टिके ठीक लागिलानी बेले जाई नथिली आउ से माने बोधे शोई पड़थिबे तेणुक मु आउ घर को आज जाइनी। कृष्णा गोटे कथा कह तुम माँ कहउचन जे तमे सेमानन कहउच से झियो पुओ माने तमर भाई भौणी। हाँ सर हाँ अंकल
ଏଇଟା ସତ। ସେମାନେ ମୋର ଗଲା ଜନ୍ମରେ ଭାଇ ଭଉଣୀ ଥିଲେ। ଆମେ ଥିଲୁ 2 ଭଉଣୀ ଆଉ 2 ଭାଇ। ମୁଁ ଥିଲି ସେମାନଙ୍କର ପିଇସ୍ ନାନୀଙ୍କର ଝିଅ। ମୋ ନାଁ ଥିଲା ଆକାଂକ୍ଷା। ଆଉ ସେ ଯେଉଁ ଝିଅଟି ଯେଉଁ ପୂଜା ତା ନାଁ ଥିଲା ସରୋଜିନୀ। ଆଉ ଏଇ ଯେଉଁ ପୁଅଟି ଚିକୁ ତା ନାଁ ଥିଲା ସାଇ। ଏଇ ଯେଉଁ ପୁଅଟି ନିମାଇଁ ତା ନାଁ ଥିଲା ସ୍ମୃତି। ଏ ଘଟଣା 1986 ମସିହାର ଅଙ୍କଲ। ସେତେବେଳେ ଆମର ବହୁତ ବଡ଼ ଘର ଥିଲା, ଏଡ ବଡ଼ କୋଠା। ଆଉ ଖାଲି ସେତିକି ନୁହେଁ, ମୋ ଜେଜେବାପା ମୋହନ ପାଣିଗ୍ରାହୀ ଜଣେ ବହୁତ ବଡ଼ ସ୍ୱାଧୀନତା ସଂଗ୍ରାମୀ ଥିଲେ। ମୋ ବାପା ସୁବ୍ରତ ପାଣିଗ୍ରାହୀ ଜଣେ ଆର୍ମି ଅଫିସର ଥିଲେ। ଆମର ଗୋଟେ ଭଲ ସଂସାରଟିଏ ଥିଲା। ହସ ଖୁସିରେ ଆମମାନଙ୍କ ଦିନ ବିତି ଯାଉଥିଲା। ଆମ ଭାଇ ଭଉଣୀଙ୍କ ଖେଳ ଦେଖି ସେମାନଙ୍କର ସମୟ ଭଲରେ ବିତୁଥିଲା। ମୋର ବାପା ନଥିଲେ ପିଲାବେଳେ। ମୋ ମାଙ୍କ ନାଁ ଥିଲା ମମତା ମିଶ୍ର। ସିଏ ଥିଲେ ଜଣେ ଭଲ ସଙ୍ଗୀତ ଶିକ୍ଷୟତ୍ରୀ। କ'ଣ ଶୁଣୁଛି ଏସବୁ ମୁଁ? ସ୍ୱପ୍ନରେ ବି ସୁଦ୍ଧା କଳ୍ପନା କରିନଥିଲି ଯେ ଏପରି ଗୋଟେ ଛୋଟ ଛୁଆଠୁ ମୁଁ ଶୁଣିବି ଏମିତିଆ କାହାଣୀ। ମୁଁ ତାପରେ ତାକୁ ପଚାରିଲି, ଆଚ୍ଛା ତମେ ସେ କାହାଣୀ ସମ୍ପୂର୍ଣ୍ଣ କହିପାରିବ? ହଁ ମୁଁ କହିପାରିବି, ଶୁଣୁନ। ଆପରେ ସେ କାହାଣୀ କହିବା ଆରମ୍ଭ କଲା। 1986 ମସିହାର କଥା। ସେତେବେଳେ ଗୋଟେ ପରିବାରଟିଏ ଥିଲା। ଜେଜେବାପା, ଜେଜେମା, ବାପା, ମା ଓ ଆଉ ଜଣେ ମାନେ ସୁବ୍ରତ ବାବୁଙ୍କର ଭଉଣୀ ଓ ତାଙ୍କର ଗୋଟେ ଝିଅ ଓ ସୁବ୍ରତ ବାବୁଙ୍କର 3 ଜଣ ପିଲା, ଗୋଟେ ଝିଅ 2 ପୁଅ। ସେ ମହଲଟି ଥିଲା ଗୋଟେ ରଙ୍ଗୀନ ମହଲ। ବହୁତ ସୁନ୍ଦର ଥିଲା ସେ ମହଲର ଶୋଭା। କବିର କଳ୍ପନା ବାହାରେ ତାର ବର୍ଣ୍ଣନା। ତାପରେ ସେ କାହାଣୀ ପୁରା ଆରମ୍ଭ ହେଇଥିଲା। ଆଣ୍ଟି ଦେଖ କେମିତି କୃଷ୍ଣା ଦିଦି ଆଉ ସରୋଜିନୀ ଦିଦି ଜିଦି ଧରିଛନ୍ତି ସ୍ମୃତିକି। ଖାଲି ସେମାନେ କହୁଛନ୍ତି ଯେ ସେଇ କୁଆଡ଼େ ତାଙ୍କ କଣ୍ଢେଇ, ସିଏ ଆଉ ମୋ କଣ୍ଢେଇ ହେବନି। ସ୍ମୃତି ତମମାନଙ୍କର ସମସ୍ତଙ୍କର କଣ୍ଢେଇ। ନା, ହେଇପାରିବନି। ସ୍ମୃତି ଆମ 2 ଜଣଙ୍କର କଣ୍ଢେଇ। ସିଏ ତାକୁ ଖାଲି ମାରୁଛି ଆଉ ତାକୁ ହଇରାଣ ହରକତ କରୁଛି। ସିଏ ତା କଣ୍ଢେଇ ହେବନି। ସିଏ ଆମ 2 ଜଣ କଣ୍ଢେଇ। ନା, ସ୍ମୃତି ମୋ କଣ୍ଢେଇ ହେବ। ନା, ସ୍ମୃତି ଆମ କଣ୍ଢେଇ ହେବ। ନା କହିଲୁ ବା। ଓହୋ, ତମମାନଙ୍କ ଝଗଡ଼ାରେ ଆମମାନେ ଆଉ ଏଠି କେହି ରହିପାରିବୁ ନାହିଁ। ଆରେ ତମମାନେ ସବୁବେଳେ କାହିଁ ଝଗଡ଼ା ଲାଗୁଛ? ସ୍ମୃତି ହେଉଛି ତମମାନଙ୍କ ସମସ୍ତଙ୍କର କଣ୍ଢେଇ। ଏହା କହିଥିଲେ ଆକାଂକ୍ଷାର ମା ମମତା ମିଶ୍ର। ତାପରେ ପୁଣି ସେ କହିବା ଆରମ୍ଭ କଲା ସେ ଝିଅଟି, ନା ସ୍ମୃତି ହେବ ଆମ 2 ଜଣଙ୍କର କଣ୍ଢେଇ। ସିଏ ତାକୁ ପଚାରିଲ ସାଇ କେଇଥର ତାକୁ ମାମା ଗେଲ କରିଛି, କିନ୍ତୁ ଆମେ ତାକୁ ସବୁଦିନ ଗେଲ କରୁ। ସ୍ମୃତି ବାବା ତମେ ବଡ଼ ହେଲେ କ'ଣ ହେବ କହିଲ? ପୋଲିସ। ଦେଖିଲ ସିଏ ଆମ କଥା କେମିତି ମାନିଲେ? ସ୍ମୃତି ହେଉଛି ଆମ କଣ୍ଢେଇ। ସିଏ ବା ଆମର ଆଣ୍ଠୁଆ ଗୋପାଳ। ସିଏ ହେଉଛି ଆମର କୃଷ୍ଣ। ସିଏ ହେଉଛି ଆମ କଣ୍ଢେଇ। ଓ ଆମ ସ୍ମୃତି କେତେ ସୁନା ସ୍ମୃତିଟା, ଆମ କ୍ୟୁଟ୍ ସ୍ମୃତି। ଓହୋ, ତମମାନେ ସବୁବେଳେ ଏମିତି ଝଗଡ଼ା ଲାଗୁଛ। ଏଇ ମାଙ୍କଡ଼ ସାଇଟା ହିଁ ସବୁବେଳେ ଝଗଡ଼ା କରୁଛି। ତମେ ମାଙ୍କେଡ଼ି 2ଟା ଆଗତରା ମୋ ସାଙ୍ଗେ ଝଗଡ଼ା, ତୁ ଆମ ସାଙ୍ଗେ ଝଗଡ଼ା କରୁଛୁ। ସ୍ମୃତି ଆମ କଣ୍ଢେଇ। ତାପରେ ସେମାନଙ୍କର ମା ମାନେ ମୋ ମାଇଁ ଯଶୋଦା ଦେବୀ ସେଠାକୁ ଆସନ୍ତି ଆଉ କୁହନ୍ତି, ଓହୋ ମମତା ତମେ ଏମାନଙ୍କୁ ପାରିବନି। ଏମାନଙ୍କୁ ଯିଏ ପାରିବେ ମୁଁ ନେଇ ଆସିଛି। ଦେଖ ସିଏ ଏମାନଙ୍କୁ ଠିକ୍ ଠାକ୍ କରିଦେବେ। ହଁ ତମେ ଚାଲ ମୋ ଭାଉଜ, ଆମେମାନେ ପଳେଇବା ଏଠୁ। ୟାଙ୍କ ଝଗଡ଼ାରେ କିଏ ରହିବ? ହେ ଭଗବାନ, ଏ ଘରୁ ମଣିଷ କେବେ ଗୋଟେ ପଳାନ୍ତା କୁଆଡ଼େ ହେଲେ। ସବୁବେଳେ ଭାଇ ଭଉଣୀ 4ଟାଙ୍କର ଝଗଡ଼ା। ସ୍ମୃତି ହେଉଛି ତମମାନଙ୍କର ସମସ୍ତଙ୍କର କଣ୍ଢେଇ। ଆଉ କିଛି କହିବାର ଅଛି? ନା, ସେ ଆମର। ନା, ମୋର କଣ୍ଢେଇ। ନା, ଆମର। ଓହୋ, ଧନ୍ୟ ତମ ଭାଇ ଭଉଣୀଙ୍କ ଝଗଡ଼ାରେ। ଆରେ ଟିକେ ଚୁପ୍ ତ ହୁଅ। ସ୍ମୃତି କହୁ ସେ କାହା କଣ୍ଢେଇ। ସ୍ମୃତି ତୁ କହ, ତୁ କାହା କଣ୍ଢେଇ? ମୁଁ ସମସ୍ତଙ୍କର। ଏ ଦେଖିଲ, ନା ସେ ଆମର କହିବ। ସ୍ମୃତି ତୁ କହିଲୁ ତୁ କାହାର? ମୁଁ ପଚାରୁଛି। ସ୍ମୃତି ବାବା ତମେ କାହା କଣ୍ଢେଇ? ମୁଁ ଆକାଂକ୍ଷା ଦିଦିଙ୍କର ଆଉ ସରୋଜିନୀ ଦିଦିଙ୍କର। ତାହେଲେ ମୋର? ମୁଁ ଯେଉଁ ବେଲୁନ ଆଣିଥିଲି। ଓହୋ, ଝଡ଼ାହାଟି ଲାଗନି। ତାପରେ ସେଠାକୁ ମୋ ଅଜା ମାନେ ସେ ଘରର ମୁରବୀ ବା ଯାହାଙ୍କୁ ମୁଁ କହୁଛି ସ୍ୱାଧୀନତା ସଂଗ୍ରାମୀ ମୋହନ ପାଣିଗ୍ରାହୀ, ସେ ସେଠାକୁ ଆସନ୍ତି ଆଉ କୁହନ୍ତି, ଆରେ କ'ଣ ହେଇଛି? ଘରସାରା ସମସ୍ତେ ମିଶି ଏମିତି ଏତେ ବଡ଼ ପାଟିତୁଣ୍ଡ କାହିଁ କରୁଛ? ଗୋଟେ କଣ୍ଢେଇ ପାଇଁ ସମସ୍ତେ ବାଡ଼ିଆ ପିଟା ହେଉଛନ୍ତି। ହଁ, ଘରେ ଗୋଟେ କଣ୍ଢେଇ ତ ରହିଲେ ସେୟା ହେବ। ମୋର ବି ଆଉ କେଉଁ ସେଇ ବୟସ ଅଛି କି? ମୋର ସେ ବୟସ ଥିଲେ ମୁଁ ଆଉ ଗୋଟେ କଣ୍ଢେଇଟେ ଏମାନଙ୍କ ପାଇଁ ମାନେ ବ୍ୟବସ୍ଥା କରିଦେଇଥାନ୍ତି। କଣ୍ଢେଇ ଗୁଡ଼ା ତ ଗଛରେ ଫଳୁଛନ୍ତି, ଆଉ ବ୍ୟବସ୍ଥା କରିଦେଇଥାନ୍ତେ।
କେମିତି ବ୍ୟବସ୍ଥା କରିଥାନ୍ତା ମୁଁ ଟିକେ ଶୁଣେ। ତମର ମୋର ମିଶି ଯାଇଥିଲେ ଆଉ ଗୋଟେ କଣ୍ଢେଇଟେ ଘରକୁ ଆସିନଥାନ୍ତା। ଲାଜ ନାହିଁ ଯା। ଛି 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 ଛି, ବୁଢା ବୟସରେ ପୁଣି ରସିକପଣ ଦେଖ। କିଏ ବୁଢା? ନାଇଁ ବୁଢା କିଏ? ମୋହନ ପାଣିଗ୍ରାହୀ କେବେ ବୁଢା ହେଇପାରେନି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୋହନ ପାଣିଗ୍ରାହୀ, ସିଏ କେବେ ବୁଢା ହେଇ ନପାରେ। ଆରେ ତମେ ତାକୁ ବୁଢା କହିଦବ? ମାନେ ତମ ଜିଭରେ ଏତେ ହାଡ଼, ତମେ ତାକୁ ବୁଢା କହିଦବ? ଯାହାକୁ ଦେଖିଲେ ବ୍ରିଟିଶ ମାନେ ଥରି ଯାଉଥିଲେ, ଯାହାର ଗୋଟେ ମାନେ ପ୍ରତିଷ୍ଠିତ ଅନୁଷ୍ଠାନ ଆଜି ବି ସୁଦ୍ଧା ଅଛି, ଯେଉଁଠି ସହସ୍ର ଭିନ୍ନକ୍ଷମ ପିଲା ଓ ସହସ୍ର ନିରୀହ ଆଦିବାସୀ ଗରିବ ଲୋକମାନେ ଆଶ୍ରୟିତ ହୋଇକି ରହିଛନ୍ତି, ତମେ ତାକୁ ବୁଢା କହିଦେଉଛ? ହଉ ହେଲା ହେଲା ବାବା, ମୋର ଭୁଲ ହେଇଛି। ତମେ ବୁଢା ନୁହଁ, ତମେ ହଉଛ ଗୋଟେ ଆପଣ ରସିକ ପଣିଆ ଟୋକା। ନା ନା, ସେମିତି କୁହନି ଜେଜେମା। ଜେଜେବାପା ଆମର ଏବେ ବି ହ୍ୟାଣ୍ଡସମ୍। ଯାଉନ ଐଶ୍ୱର୍ଯ୍ୟା ରାୟ ଭଳି ଗୋଟେ ଜେଜେମାଟେ ତମ ଜେଜେବାପାଙ୍କ ପାଇଁ ନେଇ ଆସିବ। ତମେ ଯେଉଁ ଲିପଷ୍ଟିକ୍ ମାରି ଯେଉଁ ଏ ବୟସରେ ଯେଉଁ ମେକଅପ୍ ହଉଛ, ଏଗୁଡ଼ାକ ତମକୁ ମାନୁଛି? ଏଗୁଡ଼ା ଲିପିଷ୍ଟିପି ନାଇଛ ଯେମିତି ଗୋଟେ ପୋତନା ରାକ୍ଷାସୀ ଭଳିଆ ଦେଖାଯାଉଛି ମାନେ ମୁହଁଟା ତମର। ତମେ ଯେଉଁ ପାଟିରେ ପାନ ପୁରେଇକି ଯେଉଁ ଚାଲୁଛ, ତମେ ନହେଲେ ଭାରି ଭଲ ଦେଖା, ତମେ ନିଜେ ଗୋଟେ ଅର୍ଘାସୁର ଭଳିଆ ଦେଖାଯାଉଛ। ତାପରେ ସୁବ୍ରତ ବାବୁ ମାନେ ମୋ ମାମୁଁ ସେଠାକୁ ଏଣ୍ଟ୍ରି କରନ୍ତି। ଆରେ କ'ଣ ହେଇଛି ଆଜି ଘରେ ଏତେ ପାଟୁଣ୍ଡ କାହିଁକି? କ'ଣ ହବ, ଏଇ ଛୁଆମାନଙ୍କର ଖେଳ ଟିକେ ଦେଖୁଥିଲୁ ଆଉ। ତୋର ଆଜି ଏତେ ଡେରି ହେଲା ଆସିବା ବାବା? କ'ଣ କରିବି ମା, ସବୁବେଳେ ଗୋଟେ ଟେନସନ୍, କେତେବେଳେ ଆତଙ୍କବାଦୀ ହମଲା ଭାରତ ଉପରେ ହେବାର ଅଛି। ତେଣୁକରି ଆର୍ମି ଅଫିସର ଯେହେତୁ ସବୁବେଳେ ସେଇ ଟେନସନ୍ରେ ମୋତେ ରହିବାକୁ ପଡ଼ୁଛି। ହଉ ଆସ, ସମସ୍ତେ ମିଶି ଆମେ ଏକାଠି ଭୋଜନ କରିବା। ସମସ୍ତେ ଖାଇବାକୁ ବସନ୍ତି। ମୁଁ ଓ ସରୋଜିନୀ ଆମେ ଦୁହେଁ ଜିଦ୍ ଧରୁ, ମୁଁ ଆଗ ସ୍ମୃତିକି ଖୁଆଇଦେବି। ନାଇଁ ମୁଁ ଆଗ ଖୁଆଇଦେବି, ଆମେ 2 ଜଣ ମିଶିକି ଖୁଆଇବା। ସାଇ କିଏ ଦେବ? ସାଇଟା ମାଙ୍କଡ଼ଟା, ତମେ 2 ଜଣ ତ ମାଙ୍କେଡ଼ି 2ଟା, କୁକୁରୀ ତମେ 2ଟାକ। ତୁ ସେମିତି କୁକୁର, ମାଙ୍କଡ଼, କୁକୁର। ଓହୋ ଭଗବାନ, ତମର ଖାଇବା ପାଖରେ ବି ଝଗଡ଼ାଟି। ସ୍ମୃତିକି ତା ଇଚ୍ଛା ଯାହା ସେ ତା ହାତରୁ ଖାଇବ, ମୁଁ ଖାଇବି ଆକାଂକ୍ଷା ଦିଦି ଓ ସରୋଜିନୀ ଦିଦିଙ୍କ ହାତରୁ। ଆଉ ଖାଇପାରିବିନି ଦିଦି। ଆଉ ଟିକେ ସ୍ମୃତି ମୋ ସୁନା ବାବା, ଆଉ ଟିକେ ଅଛି, ଆଉ ଟିକେ ଖାଇଦିଅ। ନା ତାକୁ ବେଶୀ ଖାଇବାକୁ ଦେବା ଦରକାର ନାହିଁ, ଅଧିକା ଖାଇଲେ ବାନ୍ତି କରିଦେବ। ଯେତେବେଳେ ସେ ବାନ୍ତି କରିବ, ମୁଁ ଏଇ 2 ଜଣଙ୍କ ପାଖକୁ ତା ମୁହଁଟା ଦେଖେଇଦେବି। ଯେତେବେଳେ ସେ ବାନ୍ତି କରିବା ଆରମ୍ଭ ହେବ, ତୋ ଉପରକୁ ଆମେ ତା ମୁହଁଟା ଦେଖେଇଦେବୁ। ଜୋବରୀ ଗୁଡ଼ାକ, ତୁ ବା ଜୋବରାଟା। ତମେ ଟିକେ ଭାଇ ଭଉଣୀ ଝଗଡ଼ାଟି ବନ୍ଦ କଲ। ତାପରେ ସମସ୍ତେ ଶୋଇବାକୁ ଚାଲିଯାଆନ୍ତି। ତାପରେ ଆମର ମାନେ ଜେଜେମାଙ୍କର ଓ ମାନେ ମୋ ଆଈ ଓ ମାମୁଁ ବସି କଥା ହୁଅନ୍ତି। ବାପା ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ। ସିଏ ସ୍ୱପ୍ନ ଦେଖିଥିଲେ ଏ ଦେଶ ସ୍ୱାଧୀନ ହେବ, କିନ୍ତୁ ତାଙ୍କ ସ୍ୱପ୍ନ ଅଧାରେ ରହିଗଲା। ତାଙ୍କ ସ୍ୱପ୍ନ ସାକାର ହେଇପାରିଲାନି। ବିଦେଶୀ ଗଲେ ଦେଶୀ ଆସିଲେ, ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍ ରହିଲା। ଇଂରେଜମାନଙ୍କ ହାତରୁ ଯେଉଁ ରାଜନୈତିକ ଦଳ ହାତକୁ କ୍ଷମତା ହସ୍ତାନ୍ତର ହେଲା, ସିଏ ବିଦେଶୀ କମ୍ପାନୀମାନଙ୍କୁ ଏଠି ଗୁଣ୍ଡାରାଜ କରିବାର ସୁଯୋଗ ଦେଲା। ହଁ ରେ ପୁଅ, ସୁଭାଷ ଚନ୍ଦ୍ର ବୋଷ, ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ, ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାହେବ, ଏମିତି କେତେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନ ଆଜି ଧୂଳିସାତ ହେଇଗଲା। ତା ମଧ୍ୟରେ ଥିଲେ ତୋ ବାପା ଜଣେ। ହଉ, ସେ ଯାହା ବି ହଉ, ଆମେମାନେ ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ଜନ୍ମାଷ୍ଟମୀ ତିଥିରେ କାଶ୍ମୀରର ଏକ ମନ୍ଦିରକୁ ଯିବା ପୂଜା କରିବା ପାଇଁ। ହଁ ସେଇଆ ହେବ, ଛୁଆମାନଙ୍କର ବି ଟିକେ ବୁଲାବୁଲି ହେଇଯିବ। କାଶ୍ମୀର ମନ୍ଦିର ଆମମାନେ ବାହାରି ଗଲୁ ପୂଜା ଅର୍ଚ୍ଚନା କରିବା ପାଇଁ। ପୂଜା ଅର୍ଚ୍ଚନା ଚାଲିଥିଲା। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ, ବୋଲୋ କହ୍ନୈୟା ଲାଲ କି ଜୟ, ବୋଲୋ କହ୍ନୈୟା ଲାଲ କି ଜୟ। ଏହିପରି ନାରାରେ ମନ୍ଦିରଟି ପ୍ରକମ୍ପିତ ହେଇଯାଉଥିଲା। ଏହି ସମୟରେ ଶୁଭିଥିଲା, କହ୍ନୈୟା ଲାଲ ନେଇ ବୋଲ अल्लाह अकबर। ए हरामजादे बोल अल्लाह अकबर। नहीं बोलेगा। अरे कालिया, ये क्या बोलती है? नहीं बोलेगा, अल्लाह को नहीं बोलेगा। अल्लाह को नहीं बोलेगा तू? अल्लाह बोल अल्लाह अकबर। नहीं बोलेगा, बोल अल्लाह अकबर। आपरे बोमार वर्षा हो जाए, समस्ते मरी जाती घटनास्थल। मो मामू, मो माई, मो आई, मो माँ और मोर 3 जन भाई भौणी
ମୋତେ ସେମାନେ ଉଠେଇ ନିଅନ୍ତି, ଜବରଦସ୍ତ ମୋତେ ବଳାତ୍କାର କରନ୍ତି। ତାପରେ ମୋର ଗୋଟା ପରେ ଗୋଟା ଅଙ୍ଗ କାଟି ଚାଲନ୍ତି, ଆଉ ସେଇ ରକ୍ତରେ ସେମାନେ ପିଚକାରୀ ସାହାଯ୍ୟରେ ହୋଲି ଖେଳନ୍ତି। ତାପରେ ପେଟ୍ରୋଲ ପକାଇ ମୋତେ ଜୀବନ୍ତ ଜାଳି ଦିଆଯାଏ। ତାପରେ ମୋ ଜେଜ କରିଥିବା ଅନୁଷ୍ଠାନକୁ ସେମାନେ ଭାଙ୍ଗିଦେଲେ, ଆଉ ମୋ ଜେଜ ଏସବୁ ସହିପାରିଲେନି। ଏଇ ଘଟଣାକୁ ସେ ଭାବି ଭାବି ସେଇ ଘରେ ଅଖିଆ ଅପିଆ ଚାଲିଗଲେ। ଅଙ୍କଲ, ଏ କାହାଣୀ ହୁଏତ କେଉଁ କାଳ୍ପନିକ ଭଳି ଆପଣଙ୍କୁ ଲାଗୁଥାଇପାରେ, କିନ୍ତୁ ମୁଁ ଏବେ ବି କହୁଛି ଏ ଘଟଣା ସତ। ମୋ ଜେଜ ଯେଉଁ ଅନୁଷ୍ଠାନ କରିଥିଲେ, ଏବେ ବି ସୁଦ୍ଧା କେହି ନା କେହି ଜଣେ ତାକୁ କବଳିତ କରି ରଖିଛି। ମୋତେ ଲାଗୁଥିଲା ଯେପରି ମୁଁ ନିଦରେ ଶୋଇରେ ସ୍ୱପ୍ନ ଦେଖୁଛି। ସ୍ୱପ୍ନ ଭାଙ୍ଗିଗଲା। ମୁଁ କହିଲି ତାପରେ, କୃଷ୍ଣା, ଯଦି ତମ କହିବା କଥା ସତ ତେବେ ଠିକ୍ ଅଛି, ମୁଁ ନିହାତି ଆ ଉପରେ ତଦାରଖ କରିବି। ମୋତେ କିଛି ଦିନ ସମୟ ଦିଅ, କିନ୍ତୁ ତମେ ଆ ଭିତରେ କାହା ଆଗରେ ଏସବୁ କଥା ଆଉ କହିବ ନାହିଁ। ଆପରେ ମୁଁ ପଳେଇ ଆସିଲି ମୋ କାର୍ଯ୍ୟାଳୟକୁ। ମୋହନ ପାଣିଗ୍ରାହୀକି ସ୍ପିରିଟ୍ କଲ୍ କରିବା ଯୋଜନା ମୋର ହେଲା। ମୁଁ ସ୍ପିରିଟ୍ କଲ୍ କରିବା ଆରମ୍ଭ କଲି। କ'ଣ ଏସବୁ ଶୁଣୁଛି ମୁଁ? ମୋ ମୁଣ୍ଡ କିଛି କାମ କରୁନଥିଲା। ମୋ ମୁଣ୍ଡ ଭିତର ପୁରା ଗୋଳମାଳ ହେଇଯାଉଥିଲା। ଦୃଶ୍ୟ ଥିଲା ବହୁତ ଭୟଙ୍କର। ତାଜା ଉପରେ ବସିଥିଲା କଙ୍କାଳଟିଏ। କଙ୍କାଳଟି ଆପେ ଆପେ ଆସି ତଳେ ଠିଆ ହେଲା। ସେତେବେଳକୁ ପୁରାପୁରି ମୁଁ ପଥର ପାଲଟି ଯାଇଥାଏ। କଙ୍କାଳ ଭିତରୁ ଶୁଭିଥିଲା ଏକ ବିଚିତ୍ର ଭୟଙ୍କର ହସ। ତାପରେ ସେ ଘରେ ଶୁଭାଯାଇଥିଲା, ଇନକଲାବ ଜିନ୍ଦାବାଦ, ଭାରତ ମାତା ଜୟ, ଭାରତ ମାତା ବନ୍ଦେ ମାତରମ୍। ତାପରେ ଗୋଟେ ଗମ୍ଭୀର ସୁର ଶୁଭାଯାଇଥିଲା, ବାବୁ ଡରନି, ତମେ ଯାହାକୁ ଆଜି ସକାଳେ ଭେଟିଥିଲ ଠିକ୍ ସିଏ ହେଉଛି ମୋ ନାତୁଣୀ କୃଷ୍ଣା। ମୋ ଝିଅର ଝିଅ ସେ ଥିଲା। ସେ ତୁମକୁ ଯୋଉ କାହାଣୀ ସବୁ କହିଛି ସେ କାହାଣୀ ସତ। 1986 ମସିହାରେ ଆମର ଏଠି ଗୋଟେ ପରିବାରଟିଏ ଥିଲା। ମୋର ଗୋଟେ ଅନୁଷ୍ଠାନଟିଏ ମଧ୍ୟ ଥିଲା। ମୋର ସବୁ ପରିବାରର ଲୋକମାନେ ଚାଲିଗଲେ ଆତଙ୍କବାଦୀ ବୋମା ବ୍ଲାଷ୍ଟରେ, ଆଉ ମୁଁ ହିଁ ରହିଗଲି ବଂଶ ବୁଢ଼ା ଡାଉକ ପରି। ଆଉ ସେଇ ଘରେ ଅଖିଆ ଅପିଆ ପାଣି ଟୋପେ ନ ପାଇ ମୁଁ ମରିଗଲି। ମୋ ଅନୁଷ୍ଠାନକୁ ଚକ୍ରାନ୍ତ କରି ଏବେ ତମର ଯିଏ ଗୃହ ବିଭାଗର ମନ୍ତ୍ରୀ ଅଛନ୍ତି ଅନନ୍ତ ସାମନ୍ତ, ସିଏ ନେଇଗଲେ। ଆଉ ପ୍ରକାଶ କୁମାର ପଟେଲ ନାମକ ଜଣେ ବ୍ୟକ୍ତି ଭିନ୍ନକ୍ଷମ ବିଦ୍ୟାଳୟଟିକୁ ମଧ୍ୟ ମୋର ନେଇଗଲା। କିନ୍ତୁ ଅନନ୍ତ ସାମନ୍ତ ସେଇଟାରେ ଗରିବ ପିଲାଙ୍କୁ ପଢ଼େଇବା ପରିବର୍ତ୍ତେ ନିରୀହ ଆଦିବାସୀ ପିଲାମାନଙ୍କୁ ନିର୍ଯାତନା ଦେଇ ଚାଲିଲା ଓ ସେଇଟା କରିଦେଲା ଗୋଟେ ଇଂରାଜୀ ମିଡ଼ିୟମ ମହାବିଦ୍ୟାଳୟ। ଆଉ ପିକେ ପଟେଲ, ଯିଏକି ହୋମ୍ ମିନିଷ୍ଟରଙ୍କର ଅତି ଘନିଷ୍ଠ, ସିଏ ଭିନ୍ନକ୍ଷମ ପିଲାମାନଙ୍କୁ ଆଜି ବି ସୁଦ୍ଧା ନିର୍ଯାତନା ଦେଇ ଚାଲିଛି। ମୋ ଆତ୍ମାର ଯଦି ସଦ୍ଗତି ତମେ ଚାହଁ, ବା ମୁଁ ଦେଖିଥିବା ସ୍ୱପ୍ନକୁ ସାକାର କରିବାକୁ ଯଦି ତମେ ଚାହଁ, ତେବେ ତୁମେ ଶପଥ ନିଅ ରମାକାନ୍ତ। ସ୍ପିରିଟ୍ କଲ୍ କରି ମୋତେ ତୁମେ ଡାକିଛ। ମୋ କାହାଣୀ ତ ହେଉଛି ଏଇଆ, ସତ ଯାହା ଯାହା ମୁଁ କହିଲି ତୁମକୁ। ଗୋଟେ କଥା ହେଉଛି, ମୋରି ନାତୁଣୀ ବା ଏ ଜନ୍ମରେ ଯିଏ ତାର ପୂର୍ବ ଜନ୍ମ କଥା ମନେ ପକାଇ ପାରିଛି, ସିଏ ହିଁ ବଦଲା ନେବ ଏସବୁର। ଆଉ ତମେ ତାର ସାଜିବ ପଥ ପ୍ରଦର୍ଶକ। କ'ଣ ପାରିବ? ୟସ୍, ଆଇ ଆମ୍ ଏଗ୍ରି ଦିସ୍ ପ୍ରପୋଜାଲ୍। ପ୍ରଥମେ ତ ମୁଁ ସେ ଝିଅର କଥାକୁ ଅବିଶ୍ୱାସ କରୁଥିଲି। ଭାବୁଥିଲି କୃଷ୍ଣାଟା ପାଗେଳି ପରି କ'ଣ ସବୁ ଗପି ଚାଲିଛି। କିନ୍ତୁ ଏ କଥା ସତ। ବାବୁ, ଯଦି ସତ ନ ହୋଇଥାନ୍ତା 86 ମସିହାରେ ଏ ଦୁର୍ଘଟଣା ଘଟିଲା। କୃଷ୍ଣା କେବେ ଜନ୍ମିଛି ତମେ ଜାଣିଛ? 1996 ମସିହାରେ ତା ମାଆଙ୍କଠୁ ମୁଁ ଜାଣିଛି। ଆଉ ଠିକ୍ ତାର କିଛି ବର୍ଷ ପରେ, ମାନେ
2003ରେ ଝିଅ ପୂଜାର ଜନ୍ମ। ଠିକ୍ 2006ରେ ଚିକୁର ଜନ୍ମ। 2008ରେ ନିମାଇର ଜନ୍ମ। ଏମାନଙ୍କର ମିଳନ ହେଇସାରିଛି। ମୋ ପୁଅ ବୋହୂ ଆଉ ମୁଁ, ମୋ ସ୍ତ୍ରୀ, ଆମମାନେ ଅଫେରା ରାଇଜର ପଥଚାରୀ ହେଇଗଲୁ। କିନ୍ତୁ ଆମ ପିଲାମାନେ ବା ଆମ ବଂଶଧର ଆଜି ବି ସୁଦ୍ଧା ନିଜର ପରିଚୟ ଖୋଜି ବୁଲୁଛନ୍ତି। ଜଣେ ଅବଶ୍ୟ ପାଇଗଲାଣି, ଆଉ 3 ଜଣ ଜାଣିପାରିନାହାନ୍ତି। ସେମାନଙ୍କର ଜାଣିବା ନ ଜାଣିବାରେ କିଛି ଯାଏ ଆସେ ନାହିଁ। ତୁମେ ଯିଏ ଜାଣିପାରିଛି ତାରି ଦ୍ୱାରା ତୁମେ ବଦଲା ନେବ। ମୋତେ କଥା ଦିଅ, ନିଶ୍ଚୟ ବଦଲା ନେବି ମୁଁ। ଆସନ୍ତା ଅଗଷ୍ଟ 15ରେ ଏଠି ଆତଙ୍କବାଦୀ ହମଲା ହେବାର ଅଛି, ଯେଉଁଥିରେ କି ତମର ହୋମ୍ ମିନିଷ୍ଟର ଇନଭଲ୍ଭ ଅଛି। ଆଉ PK ପଟେଲ ଯେ ଭିନ୍ନକ୍ଷମ ପିଲାଙ୍କ ନାଁରେ ଲକ୍ଷ ଲକ୍ଷ ଅର୍ଥ ଆଣି ଆତ୍ମସାତ କରୁଛି, ତୁମେ ସେମାନଙ୍କୁ ନିଶ୍ଚୟ ଦଣ୍ଡ ଦେବ। ସମସ୍ତଙ୍କ ଆଗରେ ତାର ମୁଖା ଖୋଲିବ। ନିଶ୍ଚିନ୍ତ। ଆତ୍ମା ଚାଲି ଯାଇଥିଲା ସେଠାରୁ, ମୁଁ ଏକା। ତେବେ ସତରେ କ'ଣ ହେଇପାରିଲା? ଡିଟେକ୍ଟିଭ ରମାକାନ୍ତ ସତରେ କ'ଣ ବଦଲା ନେଇପାରିଲେ, ନା କାହାଣୀର ମୋଡ଼ ଅନ୍ୟ କିଛି ନେଲା? ଏହା ଜାଣିବା ପାଇଁ ଆପଣମାନେ ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଥାନ୍ତୁ। ହଁ, ବହୁତ ଖୁସି ଲାଗୁଛି ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣମାନେ 102ରେ ପହଞ୍ଚେଇଛନ୍ତି। ଆପଣମାନେ ପ୍ରତି ମୁହୂର୍ତ୍ତରେ ଓଡ଼ିଆ ଗଳ୍ପ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖନ୍ତୁ। ଆଗାମୀ କାହାଣୀଟା ବା ଏଇ କାହାଣୀର ଦ୍ୱିତୀୟ ଭାଗ ହେଉଛି ଆପଣମାନଙ୍କ ପାଇଁ ଏକ ସରପ୍ରାଇଜ୍।